ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିକୁ ନେଇ ଏକ ଅପଡେଟ୍ ଆସିଛି। ତ ଯେଉଁମାନେ ନୂତନ ଆବେଦନ କରିଛନ୍ତି ଭିଡିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ତେବେ ଆସିଥିବା ଅପଡେଟ୍ ଅନୁଯାୟୀ ଆସନ୍ତା ମାସ 28 ତାରିଖରେ ଆପଣମାନଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଅର୍ଥାତ୍ 5,000 ଟଙ୍କା ମିଳିବାକୁ ଯାଉଛି। ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେ ଜଣ ନୂତନ ଆବେଦନ କରିଛନ୍ତି ସେଥିମଧ୍ୟରୁ 28,000 ଲୋକ ଯାହାକି ବାୟୋମେଟ୍ରିକ କରିନାହାନ୍ତି। ତ ସେମାନଙ୍କୁ କୁହାଯାଇଛି ଅଗଷ୍ଟ ମାସ 28 ତାରିଖ ପୂର୍ବରୁ ଆପଣମାନେ ବାୟୋମେଟ୍ରିକ କମ୍ପ୍ଲିଟ କରନ୍ତୁ। ତା ସହିତ ଜୁଲାଇ 25 ସୁଦ୍ଧା ଫିଲ୍ଡ ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ତେବେ ଯେଉଁମାନେ ନୂତନ ଆବେଦନ କରିଛନ୍ତି ସେମାନେ ପ୍ରଥମେ ଡିବିଟି ଲିଙ୍କ ଅଛି କି ନାହିଁ ଟିକେ ଚେକ୍ କରନ୍ତୁ। ତା ସହିତ ଆବେଦନ ସ୍ଥିତିକୁ ଯାଇକି ଇକେୱାଇସି କମ୍ପ୍ଲିଟ ହୋଇଛି କି ନାହିଁ ଟିକେ ଦେଖନ୍ତୁ। ତ ନୂଆ ଆବେଦନ କରିଥିବା ହିତାଧିକାରୀ ଆବେଦନ ସ୍ଥିତିକୁ ଯାଇକି ଇକେୱାଇସି ପ୍ରକାର ଟିକେ ଦେଖିବେ। ସେଠି ଯଦି ବାୟୋମେଟ୍ରିକ ରହିଛି ତେବେ ଆପଣଙ୍କର କୌଣସି ଅସୁବିଧା ନାହିଁ। ଯଦି ସେଠି ନନ୍ ବାୟୋମେଟ୍ରିକ ଲେଖାଯାଇଛି ତେବେ ଆପଣ ତୁରନ୍ତ ଯାଇକି ବାୟୋମେଟ୍ରିକ କରନ୍ତୁ। ତେବେ ଶେଷରେ କହୁଛି ଯେତେ ଜଣ ହିତାଧିକାରୀ ଭିଡିଓଟିକୁ ଦେଖୁଛନ୍ତି ସମସ୍ତେ ଯାଇକି ଆବେଦନ ସ୍ଥିତି ଟିକେ ଚେକ୍ କରନ୍ତୁ। କଣ ଶୋ କରୁଛି କମେଣ୍ଟରେ କୁହନ୍ତୁ ଏବଂ କିଛି ଡାଉଟ୍ ଥିଲେ ତାହା ମଧ୍ୟ କମେଣ୍ଟରେ ଲେଖିପାରିବେ। ତ ରହିଲି, ଦେଖାହବା ଆଉ ଏକ ଭିଡିଓରେ ଆଣ୍ଡ ନ୍ୟୁ ଅପଡେଟ୍ ସହିତ। ଜୟ ଜଗନ୍ନାଥ।